ତ ଆମର କଳାକାର ମାନଙ୍କୁ ଆମର ରାଜା ମହାରାଜା ଆଉ ହେଲା ଜମିଦାର ମାନେ ସାହାଯ୍ୟ କରୁଥିଲେ ହେଲା। ତାଙ୍କୁ ହଉଛି ପ୍ରୋତ୍ସାହନ ମଧ୍ୟ ଦେଉଥିଲେ କି ହଁ ତୁମେ ବନାଅ ବହୁତ ବଢିଆ ହବ ବୋଲି। କିନ୍ତୁ ବ୍ରିଟିଶ ଶାସନ ଯୋଗୁ ସେମାନଙ୍କର ସମ୍ପତ୍ତି ର କଣ ନା ହଉଛି ପ୍ରଭାବ କମିଗଲା ହେଲା। ତାଙ୍କର ଯୋଉ କଳା ଇଏ ନେଇକି ତାଙ୍କ ପ୍ରଭାବ ଟା କମିଗଲା। ଫଳରେ କଣ ନା ସେମାନେ କଳାକାର ମାନଙ୍କୁ ଆଗ ଭଳି ସାହାଯ୍ୟ କରିପାରିଲେ ନାହିଁ କି କଲର ଦବା ଇଏରେ ଏସବୁ ଇଏରେ ଆଗ ଭଳି ଆଉ ସାହାଯ୍ୟ କରିପାରିଲେ ନାହିଁ କାହିଁକି ନା ଆମର କଣ ନା ହଉଛି ବ୍ରିଟିଶ ମାନଙ୍କର ପ୍ରଭାବ ସେତେବେଳକୁ ପଡୁଥିଲା ଆଙ୍କ ଉପରେ ଆମ ଉପରେ। ତ ପାଶ୍ଚାତ୍ୟ କଳାର କଣ ପ୍ରଭାବ ସବୁ ପଡୁଥିଲା ନା ସେଇ ସମୟରେ ଆମର ପାଶ୍ଚାତ୍ୟ ଯୋଉଟା କି ଆମେ କହୁଛନ୍ତି ୱେଷ୍ଟର୍ଣ୍ଣ କଳା ର ଶୈଳୀ ଚାରିଆଡେ ବ୍ୟାପୁଥିଲା ସବୁଆଡେ ବ୍ୟାପକ ଭାବରେ ଏଟା କଣ ନା ହଉଛି ଡେଭଲପମେଣ୍ଟ କରୁଥିଲା। ଆଉ ୱେଷ୍ଟର୍ଣ୍ଣ କଲଚର ସବୁ ୱେଷ୍ଟର୍ଣ୍ଣ ଆର୍ଟ ସବୁ। ତ ଭାରତୀୟ ପାରମ୍ପରିକ ଚିତ୍ରକଳା ଅପେକ୍ଷା ୟୁରୋପୀୟ ଶୈଳୀର ଚିତ୍ରକଳାକୁ ଅଧିକ ସେତେବେଳେ କଣ ହଉଥିଲା ନା ହଉଛି ପ୍ରାଧାନ୍ୟ ଦିଆଯାଉଥିଲା। ତ ବ୍ରିଟିଶ ସରକାର ଭାରତର ବଡ ବଡ ସରକାର କଳା ବିଦ୍ୟାଳୟ ଯେମିତି କିି ଆର୍ଟ ସ୍କୁଲ ଏମାନେ ସବୁ କଣ କଲେ ନା ହଉଛି ଖୋଲିଲେ ହେଲା ବ୍ରିଟିଶ ମାନେ। ତ ସେଠାରେ କଣ ହଉଥିଲା ନା ଭାରତୀୟ ମାନଙ୍କୁ ୟୁରୋପୀୟ ଢଙ୍ଗରେ କେମିତି କଣ ଚିତ୍ର ଶିଖାଯିବ ସେଇ ସବୁ ଶିକ୍ଷା ମଧ୍ୟ ତାଙ୍କୁ ଦିଆଯାଉଥିଲା କେମିତି ୟୁରୋପୀୟ ଢଙ୍ଗରେ ଚିତ୍ର ସବୁ କରାଯିବ ସେଇ ସବୁ ଶିକ୍ଷା ଦିଆଯାଉଥିଲା କୋଉଠି ନା ହଉଛି ସେଇ ସବୁ ଆର୍ଟ ସ୍କୁଲ ମାନଙ୍କରେ ହେଲା। ତ ବମ୍ବେ ଆର୍ଟ ସୋସାଇଟି ଗୋଟେ ଗଠନ କରାଯାଇଥିଲା ଯୋଉଟା କି 1888 ମସିହାରେ। ଆଉ ଏହା ଏକ ବଡ ଏକ୍ଜାମ୍ପଲ ଆମେ କହିପାରିବା ଯୋଉଟା କି କଣ ନା ବମ୍ବେ ଆର୍ଟ ସୋସାଇଟି ହଉଛି ଆମ ଭାରତୀୟର ଆର୍ଟ ମାନଙ୍କୁ ଗୋଟେ ନୂଆ ଶୈଳୀରେ କାମ କରିବାକୁ ଗୋଟେ ପ୍ଲାଟଫର୍ମ ଦେଇଛି ବୋଲି ଆମେ କହିପାରିବା। ଗୋଟେ ବଡ କଣ ନା ହଉଛି ଇନଷ୍ଟିଟ୍ୟୁସନ ସୋସାଇଟି ଭଳିଆ ଆମର ଖୋଲିଥିଲା। ଆଉ ଭଲ ଭଲ କଳାକାର ମାନଙ୍କୁ ନୂଆ ନୂଆ ଶୈଳୀରେ କାମ କରିବା ପାଇଁ ଏଠି ଗୋଟେ ପ୍ଲାଟଫର୍ମ ସେମାନଙ୍କୁ ମିଳିଥିଲା ହେଲା। ଆଚ୍ଛା ତାପରେ କଣ କହିଲା ନା the style was mainly romanticized with watercolor, the primary medium used to convey soft texture and tones. By 1858, the British government took over the task of administration of India under the British Raj। ତ କଣ କହୁଛନ୍ତି ଯେ ସେ କହିଛି କି ଆମର ଯୋଉ କଣ ନା ହଉଛି ଷ୍ଟାଇଲ ଥିଲା ମୁଖ୍ୟତଃ ଆମର କଣ ନା ହଉଛି ରୋମାଣ୍ଟିକ ମାନେ ହଉଛି କଳ୍ପନା ବିଳାସୀ ଥିଲା ଆମର ମାନେ କଳ୍ପନାର ସହିତ ଆମେ ଭାବନାର ସହିତ ଗୋଟେ କୋମଳ ଭାବରେ କିଛି ଗୋଟେ ଗଠନ କରୁଥିଲେ ହେଲା। ଆଉ ସେଥିରେ ଆଉ ରଙ୍ଗ ଦଉଥିଲେ। ତ ସେଥିରେ କଣ କଣ ରଙ୍ଗ ଦିଆହଉଥିଲା ୱାଟର କଲର କୁ ମାନେ ପ୍ରାଥମିକ ଭାବରେ ସେଠାରେ ବ୍ୟବହାର କରାଯାଉଥିଲା। 1858 ମସିହା ବେଳକୁ ଆମର ବ୍ରିଟିଶ ସରକାର କଣ ହେଲା ନା ବ୍ରିଟିଶ ରାଜ ଅଧୀନରେ ଭାରତର ଶାସନ ଦାୟିତ୍ୱ ଗ୍ରହଣ କରିଥିଲେ ହେଲା। ବ୍ରିଟିଶ ରାଜ ଆମର ଦାୟିତ୍ୱ ଗ୍ରହଣ କରିଥିଲେ ଭାରତ ଶାସନ ଦାୟିତ୍ୱ। ତ ତାଙ୍କର ହଉଛି ସେମାନେ କଣ ନା ବାସ୍ତବତା ଅପେକ୍ଷା କଣ କରୁଥିଲେ ନା ହଉଛି ଭାବ ପ୍ରବଣତା ଉପରେ ଅଧିକ ଗୁରୁତ୍ୱ ଦେଲେ। ସୌନ୍ଦର୍ଯ୍ୟ ଉପରେ ଅଧିକ ଧ୍ୟାନ ଦେଲେ ଯାହାକି ତାଙ୍କର ଯାହା ଯାହା ସ୍ୱପ୍ନରେ ଯେମିତି ଦେଖିବେ କି ଏଇଭଳିଆ ଟାଇପ ର ଆମର ପାହାଡ ହେଇଥିବ ପର୍ବତ ହେଇଥିବ ସୂର୍ଯ୍ୟ ଉଦୟ ହଉଥିବେ ପୁରା ସ୍ୱପ୍ନର ଦୁନିଆ ଭିତରେ ଯେମିତି ସବୁ ଦେଖାଯାଏ ସେଇଭଳିଆ ଟାଇପ ର ଦୃଶ୍ୟକୁ ସେମାନେ କଣ ନା ଆର୍ଟ ର ରୂପରେଖ ଦଉଥିଲେ ହେଲା। ଆଉ ଆମର ଯୋଉ ସିପାହୀ ବିଦ୍ରୋହ ହେଇଥିଲା ତମେ ଜାଣିଥିବ 1857ରେ। ତ ସେ ସିପାହୀ ବିଦ୍ରୋହ ପରେ ଆମର 1858ରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ କଣ ହେଲା ନା ଶାସନ ଶେଷ ହେଲା। ଆଉ ଭାରତ ସିଧାସଳଖ କଣ ନା ଶାସନ ଭାର ବ୍ରିଟିଶ ରାଜତନ୍ତ୍ର ଯୋଉଟା କି କ୍ରାଉନ ବୋଲି କହିପାରିବା। ତ ବ୍ରିଟିଶ ସରକାର ହାତକୁ କଣ କଲା ବ୍ରିଟିଶ ମାନେ ଯୋଉ ସରକାର ହାତକୁ ସେଟା ହଉଛି ନେଇଗଲା ଆଉ ଯାହାକୁ ବ୍ରିଟିଶ ରାଜ ବୋଲି ଆମେ କହିଥାନ୍ତି। ତ ଏଇଟା ହଉଛି ଆମର ଥିଲା ତାପରେ କହିଛି କି the fusion of Indian tradition with European style at this time is evident from Raja Ravi Verma's oil painting of sari clad women in a graceful manner ହେଲା। ସେ କହୁଛି କି ସେଇ ସମୟରେ ଆମର ଭାରତୀୟ ପରମ୍ପରା ଯାହା ଥିଲା ଆଉ ୟୁରୋପୀୟ ଶୈଳୀର ଯୋଉଟା ଦେଖା ଯାଉଥିଲା ମିଶ୍ରଣ ଫ୍ୟୁଜନ ଦେଖା ଯାଉଥିଲା ରାଜା ରବି ବର୍ମାଙ୍କର ହେଲା ଯୋଉ ଅଏଲ ପେଣ୍ଟିଂ ହେଲା ଅଏଲ ପେଣ୍ଟିଂ ସବୁ ସେଥିରେ ଆମେ ସ୍ପଷ୍ଟ ଭାବରେ ଆମକୁ ଦେଖିବାକୁ ମିଳିଥାଏ। ଯେଉଁଥିରେ କଣ ଥାଏ ନା ଶାଢୀ ଯେମିତି ଗୋଟେ ସ୍ତ୍ରୀ ଲୋକଟେ ପିନ୍ଧିଥିବ ବହୁତ ସୁନ୍ଦର ଦେଖା ହଉଥିବ ମନୋହର ଢଙ୍ଗରେ ସେ ପୁରା ଚିତ୍ରଣ କରିଥିବେ ବଢିଆ ସେ ତ ସେଇଭଳିଆ ସବୁ କଣ ନା ଦେଖିବା ପାଇଁ ଆମକୁ ମିଳିଥାଏ ହେଲା।
ଆମେ ସେଟା ଗୁଡାକ ଦେଖିପାରିବା କୋଉଥିରେ ନା ରାଜ ରବି ବର୍ମାସ ପେଣ୍ଟିଂ ଇଏରେ ସେଗୁଡାକ ଦେଖିଲେ ଆମେ ଜାଣିପାରିବା ସେ ଷ୍ଟାଇଲ ଆମର ହଉଛି। ତ ଏଇ ରିଲେଟେଡ ତମକୁ ପିକ୍ଚର ଦେଖଉଛି ଗୋଟେ ସେକେଣ୍ଡ। ଦେଖ ବ୍ରିଟିଶ ରୁଲ ଇମ୍ପାକ୍ଟ ଅନ୍ ଇଣ୍ଡିଆନ ଆର୍ଟ। ଆମର ବ୍ରିଟିଶ ରୁଲ ଯୋଉମାନେ ରାଜା ମହାରାଜ ମାନେ ଥିଲେ ସେମାନେ ସବୁ କହୁଥିଲେ ଏଇ ଟାଇପ ର ହଉଛି ତାଙ୍କର ସବୁ କଣ ନା ହଉଛି ଅଏଲ ପେଣ୍ଟିଂ ଇଏରେ ସବୁ ଇଏ କରିବା ପାଇଁ। ଆଉ ବମ୍ବେ ଆର୍ଟ ସୋସାଇଟି ଆମର ଯୋଉ ଗଠନ କରାଯାଇଥିଲା 1888 ମସିହାରେ ସେତେବେଳେ ହଉଛି କଣ ନା ଏମାନଙ୍କୁ ସବୁ କୁହାହଉଥିଲା କି ଅଲଗା ଅଲଗା ଢଙ୍ଗରେ ସବୁ ଶିଖିବା ପାଇଁ। କିଏ ହଉଛି ଅଏଲ ପେଣ୍ଟିଂ କରୁଥିଲା କିଏ ପେଷ୍ଟାଲ କଲର ଦଉଥିଲା କିଏ ଆମର ଅଲଗା ଅଲଗା ଟାଇପ ର ହଉଛି କଲରିଂ ଇଏରେ କରୁଥିଲା। ତ ବହୁତ ଅଲଗା ଅଲଗା ଢଙ୍ଗର ସେମାନେ ସବୁ ଶିଖିବା ପାଇଁ ସୁଯୋଗ ପାଉଥିଲେ କୋଉ କାହା ତରଫରୁ ନା ବମ୍ବେ ଆର୍ଟ ସୋସାଇଟି ତରଫରୁ ଯୋଉଟା କି 1888 ମସିହାରେ ଆମର ହେଇଥିଲା। ତାପରେ ହଉଛି ଆମର ଦେଖ ବ୍ରିଟିଶ ରାଜ ଟେକ୍ ଓଭର ଆଡମିନିଷ୍ଟ୍ରେସନ। ଆମର ହଉଛି ବ୍ରିଟିଶ ରାଜ କଣ ନା ହଉଛି ଆଡମିନିଷ୍ଟ୍ରେସନ ତା ହାତକୁ ନେଇଗଲା। ଏପଟେ ହଉଛି କେମିତି ହାତୀଟେ ଅଛି ହାତୀ ଉପରେ କେମିତି ଲୋକମାନେ ବସୁଛନ୍ତି କେମିତି ଡଙ୍ଗା ପାରି ହଉଛନ୍ତି ହେଲା ଏ ସବୁର ଚିତ୍ରଣ ସବୁ ଆମକୁ ଦେଖିବା ପାଇଁ ମିଳେ। ଆଉ ଯୋଉଟା କି ତାପରେ ଆମର ହଉଛି କଣ ସେ ସବୁ ଦୃଶ୍ୟକୁ ଆମେ ଫଟୋ ଚିତ୍ର ମାଧ୍ୟମରେ ପ୍ରକାଶ କଲେ ଯୋଉଟା କି ଆମେ ଜାଣିନାହାନ୍ତି କି କଣ ଅଛି କଣ ନାହିଁ କିନ୍ତୁ ଆମେ ସେ ଫଟୋ ଚିତ୍ର ଦେଖିକି ହିଁ ଜାଣିପାରୁଛନ୍ତି କି ହଁ ଆଗ କାଳରେ ଏମିତି ଏମିତି ଟାଇପ ର ଥିଲା ବୋଲି। ତାପରେ ସେ କହିଛି ଯୋଉ ଶାଢୀ ୱେରିଂ ବହୁତ ସୁନ୍ଦର ଭାବରେ ଶାଢୀ ଗୋଟେ ପିନ୍ଧିକି ପୁରା ହଉଛି ଗୋଟେ ଅଏଲ ପେଷ୍ଟଲ କଲର ଦେଇକି ଚିତ୍ର ବନା ଯାଇଥାଏ ଯେମିତି ରିଏଲିଷ୍ଟିକ ଲାଗିଥାଏ। ତ ହଉଛି ଆମର କିଏ ସେ କରିଥାନ୍ତି ନା ହଉଛି ରାଜା ରବି ବର୍ମା। ତ ସେ ହଉଛି ଏଇ ଟାଇପ ର ଚିତ୍ର ସେମାନଙ୍କ ଦେଖିବା ପାଇଁ ମିଳିଥାଏ। ତ ବ୍ରିଟିଶ ରାଜ ଯେତେବେଳେ ବ୍ରିଟିଶ ରୁଲ ଆମର ଚାଲିଥିଲା ଏଇ ଟାଇପ ର ଆମକୁ କଣ ନା ହଉଛି ଦେଖିବା ପାଇଁ ସବୁ ମିଳୁଥିଲା ହେଲା। ତାପରେ ଆସିଲା ଆମର କଣ୍ଟେମ୍ପୋରାରୀ ଆର୍ଟ। କଣ୍ଟେମ୍ପୋରାରୀ ଆର୍ଟ ରେ କଣ ଦେଇଛି କଣ୍ଟେମ୍ପୋରାରୀ ଆର୍ଟ ରେ କଣ ଦେଇଛି ଦେଖିବା। ଆଉ ଯୋଉ ପିକ୍ଚର ଗୁଡାକ ଦେଖିଲନି ସେ ପିକ୍ଚର ଗୁଡାକ ତା ଯୋଉ ସବୁ ଦେଖିଲ ସେ ବ୍ୟାକଗ୍ରାଉଣ୍ଡ ପୁରା ଆମର ହଉଛି କଣ କହିଲ ଏଇ ଯୋଉ ୟୁରୋପୀୟ ଧାରାରେ ଆମର ହେଇଛି ହେଲା ୱେଷ୍ଟର୍ଣ୍ଣ କଲଚର କୁ ଆଧାର କରିକି ୟୁରୋପୀୟ ଧାରାରେ ଆମର ସବୁ ହେଇଛି। କିନ୍ତୁ ଯୋଉ ସବୁ ଦେଖିଲ ଜାଗା ଆର୍ଟ ହେଇଛି ଯେମିତି ନାରୀଟେ କଣ ନା ଶାଢୀ ପିନ୍ଧିକି ଠିଆ ହେଇଛି କରୁଛି ହେଲା। ଆଚ୍ଛା ତାପରେ କହିଲା in 1947 India became independent of British rule. A group of six artists K.H. Ara, S.K. Bakre, H.A. Gade, M.F. Hussain, S.H. Raja and Francis Newton Souza founded the Bombay Progressive Artist Group in the year 1952 to establish new way of expressing India in the post-colonial era. So the group of dissolved in 1956. It was profoundly influential in changing the idiom of Indian art. The contemporary art ଆମର କଣ କହୁଛି contemporary art ଆମର କହୁଛି କି ଆମର independent ଯୋଉଟା କି ସ୍ୱାଧୀନତା ଆଉ ହଉଛି କଣ ନା ହଉଛି ପ୍ରଗତିଶୀଳ ଯୋଉଟା କି ଗୋଷ୍ଠୀ 1947 ମସିହାରେ ଭାରତ ବ୍ରିଟିଶ ଶାସନରୁ କଣ ହେଇଥିଲା ନା ମୁକ୍ତ ହେଇଥିଲା। ଏହାପରେ 1952 ମସିହାରେ କଣ ହେଇଥିଲା ନା 6 ଜଣ ବିଶିଷ୍ଟ କଳାକାର ଆମର ଆସିଥିଲେ ଯିଏ କି K.H. Ara, S.K. Bakre, H.K. Gade, M.F. Hussain, S.H. ରାଜା ଏବଂ ଫ୍ରାନ୍ସିସ୍ ନ୍ୟୁଟନ ସୁଜା। ତ ମିଶି କଣ କରିଥିଲେ ନା ବମ୍ବେ ପ୍ରୋଗ୍ରେସିଭ ଆର୍ଟିଷ୍ଟ ଗ୍ରୁପ ଯୋଉଟା କି ବମ୍ବେ ପ୍ରୋଗ୍ରେସିଭ ଆର୍ଟିଷ୍ଟ ଗ୍ରୁପ ଗଠନ କରିଥିଲେ। ଆଉ ସ୍ଵାଧୀନତା ପରବର୍ତ୍ତୀ ସମୟରେ ଆମର କଣ ହେଇଥିଲା ନା ଭାରତୀୟ କଳାକୁ ଗୋଟେ ନୂଆ ନୂଆ ରୂପ ଦେବାରେ ମାନେ ନୂଆ ରୂପ ଦେବାରେ ଗୋଟେ ମୁଖ୍ୟ ଲକ୍ଷ୍ୟ ସେ ନେଇଥିଲେ ହେଲା। ତ 1956 ମସିହାରେ କଣ ନା ହଉଛି ଏଇଟା ହଉଛି ଗୋଟେ ଗୋଷ୍ଠୀ ଏଇ ଯୋଉ ଗୋଷ୍ଠୀ ଆମର ହେଇଥିଲା ଏଇ ଗୋଷ୍ଠୀ କଣ ହେଇଥିଲା ନା ଭାଙ୍ଗି ଯାଇଥିଲା। ତଥାପି କଣ ହେଇଥିଲା ନା ଭାରତୀୟ କଳାର ଯୋଉ ଶୈଳୀ ଥିଲା ପରିବେଶ ଥିଲା ତା ବଦଳେଇବାରେ ଏହାର କୌଣସି ପ୍ରକାର ଭୂମିକା ପ୍ରଭାବ ପକେଇ ପାରି ନଥିଲା ହେଲା। ସେଥିପାଇଁ ଏଇଟା ହଉଛି ଭାଙ୍ଗିବା ସତ୍ତ୍ୱେ ମଧ୍ୟ ଏଇଟା ହଉଛି କଣ ନା ଗଢି ଚାଲିଥିଲା। ତ ଇଂରେଜ ସହିତ ଆଞ୍ଚଳିକ ଭାଷା ଗୁଡିକର କଳା ବିଷୟରେ ବହୁତ ଚର୍ଚ୍ଚା ମଧ୍ୟ ବଢୁଥିଲା।
ଫଳରେ କଣ ନା ହଉଛି କଳା ବିଦ୍ୟାଳୟ ଗୁଡିକ କଣ ନା ଶିକ୍ଷାଦାନ ଏବଂ କଳାକୁ ଦେଖିବାକୁ ଦୃଷ୍ଟିକୋଣ ବଦଳିବାକୁ ଲାଗିଲା। ଆମେ କଳାକୁ ଦେଖିବାର ଦୃଷ୍ଟିକୋଣ ଅଧିକ ହଉଛି କଣ ନା ହଉଛି ଇଏ ହେଲା ବଢିଲା। ଅଲଗା ଅଲଗା ଭାବରେ ହଉଛି ଲୋକମାନେ ସବୁ ଦେଖିଲେ। ଲୋକମାନେ ହଉଛି ଯେମିତି କିି ବହୁତ ସାରା ଫୋକ୍ ଡ୍ୟାନ୍ସ ହେଇଗଲା, ଟ୍ରାଇବାଲ ଆର୍ଟ ହେଇଗଲା, ସ୍କଲପଚର ହେଇଗଲା, ୱାଲ ପେଣ୍ଟିଂ ହେଲା, ମେଟେରିଆଲ ହିଷ୍ଟ୍ରି ସବୁ ଯେତେକ ରହିଛି ସବୁ ଦେଖିବା ପାଇଁ ସମସ୍ତେ କଣ ନା ହଉଛି ଅଧିକରୁ ଅଧିକ ଇନକ୍ରିଜ ହେଲା ତାଙ୍କର ଇଏଟା ଇଣ୍ଡିଆନ ଆର୍ଟ ଟା ଇନକ୍ରିଜ ହେଇଥିଲା। ହେଲା କଣ କଣ ସବୁ ଦେଇଛି ଫୋର୍ସ ଦେଇଛି ଫୋକ୍ ଆଣ୍ଡ ଟ୍ରାଇବାଲ ଆର୍ଟ ହେଲା। ଫୋକ୍ ଆଣ୍ଡ ଟ୍ରାଇବାଲ ଆର୍ଟ କଣ ଏଟା ହଉଛି ମେଟେରିଆଲ ହିଷ୍ଟ୍ରି ଅଫ ଇଣ୍ଡିଆନ ଆର୍ଟ କହିଲା ମାନେ ଏମାନେ ହଉଛି କଣ ବହୁତ ବିଭିନ୍ନ ବିଭିନ୍ନ ସମୟରେ ଆମର ଆର୍ଟ ପାଇଁ କୋଉ ସବୁ କଣ ନା ହଉଛି ମେଟେରିଆଲ ସବୁ ବ୍ୟବହାର କରାଯାଉଥିଲା ସେଇଟାକୁ ହିଁ ଅଧ୍ୟୟନ କରିଥାଏ ଏଇଟା। ହେଲା ଯେମିତି କିି ଆମର ପ୍ରାଚୀନ କାଳରେ କଣ ମାଟି ପଥର ତାପରେ ଆସିଲା ଧାତୁ ତାପରେ ଆସିଲା କାଗଜ ତାପରେ ଆସିଲା ରଙ୍ଗ ଏସବୁ ବ୍ୟବହାର କରାଯାଉଥିଲା। ସେମିତି ଟାଇପର କେମିତି କଣ ସବୁ ବ୍ୟବହାର କରିକି ରଙ୍ଗ ହଉଥିଲା ମାନେ କଲର ହଉଥିଲା ଚିତ୍ର ଅଙ୍କା ହଉଥିଲା ସେଗୁଡାକ ସବୁ ଦେଇଛେ। ଆଚ୍ଛା ଦେଖିଲା କିଏ ହଉଛି ଫକ୍ ଆଣ୍ଡ ଟ୍ରାଇବାଲ ଆର୍ଟ। ଫକ୍ ଆଉ ଟ୍ରାଇବାଲ ଆର୍ଟ କଣ ନା ହଉଛି ଆମ ଇଣ୍ଡିଆରେ ଗ୍ରାମାଞ୍ଚଳ ହେଇଗଲା ଆଦିବାସୀ ସମ୍ପ୍ରଦାୟର ଲୋକ ହେଲେ ତାଙ୍କର ପାରମ୍ପରିକ କଳାକୁ ଯୋଉଟା ବୁଝାଏ ତାକୁ ଆମେ ଫୋକ୍ ଆଉ ଟ୍ରାଇବାଲ ଆର୍ଟ ବୋଲି କହନ୍ତି। ଏଥିରେ ଆମର ପ୍ରାକୃତିକ ରଙ୍ଗ ବ୍ୟବହାର କରିକି ଦୈନନ୍ଦିନ ଜୀବନ ପ୍ରକୃତି ଆଉ ଦେବାଦେବୀଙ୍କ ଚିତ୍ର ଏସବୁ ଅଙ୍କା ଯାଇଥାଏ। ଯେମିତି କିି ଓଡିଶାର ପଟ୍ଟଚିତ୍ର ହେଇଗଲା, ମହାରାଷ୍ଟ୍ରର କଣ ନା ୱାଲି ଆର୍ଟ ହେଇଗଲା ହେଲା। ଏଇ ସବୁ ଜିନିଷ ଆମର କୋଉଥିରେ ନା ଫୋକ୍ ଆଉ ଟ୍ରାଇବାଲ ଆର୍ଟରେ ଦେଖାଯାଏ। ତାପରେ ହଉଛି ସ୍କଲପଚର। ସ୍କଲପଚର କଣ ୟା ମାନେ ହଉଛି ପଥର କାଠ ଧାତୁ କିମ୍ବା ମାଟିରେ ତିଆରି ହୋଇଥିବା ଗୋଟେ ମୂର୍ତ୍ତି କଳାକୁ ବୁଝାଏ ହେଲା। ତ ଭାରତରେ ପ୍ରାଚୀନ କାଳରୁ ମନ୍ଦିର ମାନେ ହେଇଗଲା ଯେପରିକି କୋଣାର୍କ ମନ୍ଦିର ତମେ ଦେଖିଥିବ କୋଣାର୍କ ମନ୍ଦିର ଆମର କଣ ଖୋଦେଇ କାମ ହେଇଛି ଖୋଳି ଖୋଳିକି ତାକୁ ସବୁ ତିଆରି କରାହେଇଛି ତାର ମାନେ ଡିଜାଇନ କରାହେଇଛି। ତ ସେ ସବୁ ହଉଛି ଆମର କଣ ନା ହଉଛି ସ୍କଲପଚର ୱେରେ ଦେଖାଯାଏ। ସ୍କଲପଚରରେ ଯୋଉଟା କି ମାଟି ଧାତୁ କାଠ ପଥର ଏସବୁରେ ଯୋଉ ସବୁ ନିର୍ମାଣ କରାଯାଇଥାଏ ତାକୁ ସ୍କଲପଚର ବୋଲି କୁହାଯାଏ। ୱାଲ ପେଣ୍ଟିଂ ପୁଣି କଣ ନା ହଉଛି ୱାଲ ପେଣ୍ଟିଂ କହିଲା ମାନେ କାନ୍ଥରେ ଯାହା ଚିତ୍ର କରାଯାଏ ହେଲା। କାନ୍ଥ ଉପରେ ଯାହା ଚିତ୍ର କରାଯାଏ ତାକୁ ୱାଲ ପେଣ୍ଟିଂ ବୋଲି କୁହାଯାଏ। ଯେମିତି କିି ଅଜନ୍ତା ଗୁମ୍ଫା ହେଲା ଅଜନ୍ତା ଗୁମ୍ଫାର ଚିତ୍ର କଳା ହେଇଗଲା ଆଉ ହଉଛି କଣ ମୁରାଲ ଆର୍ଟ ହେଇଗଲା ହେଲା। ସେଇ ଅଜନ୍ତା କେଭ୍ରେ ଯୋଉ ତିଆରି ସେଇଟାକୁ ହିଁ କୁହାଯାଏ ମୁରାଲ ଆର୍ଟ ହେଲା। ସେଗୁଡାକ ହେଇଗଲା ସେଟାକୁ ୱାଲ ପେଣ୍ଟିଂ ବୋଲି କୁହାହେଲା କାନ୍ଥରେ ଯୋଉଗୁଡାକ ଅଙ୍କା ଯାଇଥାଏ। ତାପରେ ହଉଛି ଆମର କଣ କହିଲା ନା ହଉଛି ଟେମ୍ପଲ ଆର୍ଟ କହିଛି। ଟେମ୍ପଲ ଆର୍ଟ କହିଲା ମାନେ କଣ ନା ହଉଛି ଆମ ମନ୍ଦିର ଗୁଡିକରେ ଯୋଉ ସବୁ ସ୍ଥାପତ୍ୟ ହେଇଛି ସୂକ୍ଷ୍ମ କାରୁକାର୍ଯ୍ୟ ସବୁ ହେଇଛି ତାଙ୍କର ନିର୍ମାଣ ଶୈଳୀକୁ ଶୈଳୀ ଯୋଉ ସବୁ ଅଛି ସେଗୁଡାକ ହିଁ ମନ୍ଦିରର ଆର୍ଟ ବୋଲି ଆମେ କହିପାରିବା ଟେମ୍ପଲ ଆର୍ଟ ବୋଲି କହିପାରିବା। ଯୋଉଗୁଡାକ ଧାର୍ମିକ ବା ସାଂସ୍କୃତିକ ଏସବୁ ପରମ୍ପରାର ପ୍ରତୀକ ଭାବରେ ବିଦ୍ୟମାନ ହେଇଥାଏ ହେଲା। ତାପରେ ହଉଛି କହିଛି ଜୁଏଲାରୀ କଣ ନା ହଉଛି ଆମେ ତ ଜାଣିଛନ୍ତି ଜୁଏଲାରୀ ମାନେ ତ କିଛି ବୁଝିବା ଦରକାର ନାହିଁ। ସୁନା ରୂପା ମୂଲ୍ୟବାନ ପଥର ତା ଦେହରେ ଯୋଉ ସୂକ୍ଷ୍ମ କାମ ଯୋଉ ହେଇଥାଏ ତାରକାସି କାମ ହେଇଥାଏ ଯୋଉ ହାର କାନ ଫୁଲ ଏସବୁ ଆମେ ପିନ୍ଧୁଛନ୍ତି ସଜବାଜ ହଉଛନ୍ତି ଏଗୁଡାକ ହିଁ ଆମେ କହିଥାନ୍ତି କଣ ନା ଅଳଙ୍କାର ବୋଲି କହିଥାନ୍ତି ବା ଜୁଏଲାରୀ ବୋଲି କହିଥାନ୍ତି। ଆଉ ଏଇଟା ଖାଲି ଯେ ଗୋଟେ ଗୋଟେ ଅଳଙ୍କାର ସଜ ହବା ପାଇଁ ତାହା ନୁହେଁ ଏଇଟା ଗୋଟେ ଗୋଟେ କଳା ହେଲା। ଏଇଟା ଯୋଉ କରିଛନ୍ତି ଯୋଉମାନେ ସବୁ ଆମେ ଦେଖିଦେଇ କେତେ ଭାବନ୍ତି ନା ଏଇ ହାର ଟା ବହୁତ ସୁନ୍ଦର ହେଇଛି ଯେ ବନେଇଛି କେତେ କଣ ଭାବିକି ଏଇଟାକୁ ବନେଇଥିବ ଏମିତି କରିକି ଆମେ କହୁଛନ୍ତି। ତ ଏଇଟା ଗୋଟେ ଗୋଟେ ହଉଛି କଣ ଆମର ଆର୍ଟ ହେଲା। ତାପରେ କହିଛି ମିନିଏଚର ପେଣ୍ଟିଂ। ମିନିଏଚର ପେଣ୍ଟିଂ କଲା ମାନେ ଗୋଟେ ଛୋଟ ଛୋଟ କ୍ଷୁଦ୍ର ଚିତ୍ର କଳାକୁ ବୁଝେଇଥାଏ ଯୋଉଟା କି ଆକାରରେ ଛୋଟ ଥାଏ କିନ୍ତୁ ବହୁତ ସୂକ୍ଷ୍ମ ସୂକ୍ଷ୍ମ ସବୁ ଆର୍ଟ ସେଥିରେ ହେଇଥାଏ ହେଲା। ପୁସ୍ତକର ଯେମିତି ପୃଷ୍ଠା ହେଇଗଲା ବୁକ ର ଯୋଉ ତାର ମଲାଟା ହେଲା ତାଳ ପତ୍ର ଉପରେ ଯେମିତି ଲେଖା ଥାଏ ସେଟା ହେଲା। ମୁଗଲ ଆଉ ରାଜପୁତ ଶୈଳୀ ମଧ୍ୟ ଏଥିରେ ଆମର ଥାଏ। ଏଗୁଡାକ ହଉଛି ଆମର କଣ ନା ମିନିଏଚର ପେଣ୍ଟିଂ ବୋଲି ଆମେ କହିଥାନ୍ତି। ୟାର ସବୁ ପିକ୍ଚର ମୁଁ ଦେଖଉଛି।
ଏସବୁ ଦେଖ, ଏସବୁ ହଉଛି ଦେଖ ଆମର କେତେ କଲର ଫଲର ସବୁ ଢାଳି ଢାଳିକି ଆମେ ଭାବୁଥିବା କି ଗାଡା ଗାଡି କଣ ହେଇଛି, କିନ୍ତୁ ସିଏ ବଢିଆ ସବୁ ଗୁଣା କଣ ଗୋଟେ ଆଙ୍କି ଦଉଥିବେ ସେଥିରେ ହେଲା। ଏଗୁଡାକ ଆମର ଦେଖ ଜୁଏଲାରୀ ଏଠି ସବୁ ଅଛି। ଜୁଏଲାରୀ ହେଇଗଲା, ଆଉ ବୁକ୍ ର ଯୋଉ ମଲାଟ ହେଇଗଲା, ଏଠି ସବୁ ଯୋଉ ଛୋଟ 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 କରି ସବୁ ବନା ହେଇଛି ଆମର ହଉଛି କେତେ ସୁନ୍ଦର ଏ ସବୁ ହଉଛି। ନେକଲେସ ହେଇଗଲା, ହାର ଯୋଉ କାନ ଫୁଲ ହେଇଗଲା ହେଲା, ଚୁଡି ହେଇଗଲା, ସିଏ କେତେ ସୁନ୍ଦର ସେ ସବୁ ହଉଛି ଡିଜାଇନ ସବୁ ହେଇଛି। କେମିତି ୱାଲ ପେଣ୍ଟିଂ ଆମର ହେଇଛି ହେଲା। ଆଉ ହଉଛି ମନ୍ଦିରରେ ଯୋଉ ଟେମ୍ପଲ ୱାର୍କ ଯୋଉଗୁଡାକ ଅଛି, ଟେମ୍ପଲ ଆର୍ଟ, ଟେମ୍ପଲ ଆର୍ଟ ଦେଖ ମନ୍ଦିରରେ କେତେ ବଢିଆ ସେ ସବୁ ମାନେ ସଜସଜ ହେଇଛି ହେଲା। ଏ ସବୁ ହେଇଛି ଏଗୁଡାକ ତ ଯୋଉଟା ପରେ ତାପରେ ଆସିଲା ରସ ପ୍ରିନ୍ସିପଲ ହେଲା। ରସ ପ୍ରିନ୍ସିପଲ କଣ? ରସ ପ୍ରିନ୍ସିପଲରେ କହିଲା, ରସ ପ୍ରିନ୍ସିପଲରେ କହିଲା କି ଏ ରସ ଗୋଟେ a roster denote an essential material state and is the dominant emotional theme of a work of art or the primary feeling that is evoked in the person that view, read or hear such a work. Although the concept of rasa is fundamental to many forms of Indian art, including dance, music, musical theatre, cinema, and literature, the treatment, interpretation, uses, and actual performance of a particular rasa differs greatly between different style and schools of Abhinaya, and the huge regional differences even within one style. ହେଲା କଣ ଅଛି ନା ଗୋଟେ ଗୋଟେ ଷ୍ଟାଇଲ ରେ ସେମାନେ ରିପ୍ରେଜେଣ୍ଟ କରିଥାନ୍ତି ସବୁ ରସକୁ। ତ ସେଇଟା ମେନଲି ଏଲିମେଣ୍ଟ ତାର ଅଛି ତିନିଟା। ଆଚ୍ଛା ଫାର୍ଷ୍ଟ ଆମେ ଜାଣିବା ରସଟା କଣ ନା ରସର ମାନେ ହଉଛି ଗୋଟେ କଣ ମେଣ୍ଟାଲ ଷ୍ଟେଟ ବୋଲି ଆମେ କହିପାରିବା, ଯୋଉଟା କି ମାନସିକ ସ୍ଥିତି ବା ମାନସିକ ଅବସ୍ଥା ବୋଲି କହିପାରିବା। କୌଣସି ଆମର ଆର୍ଟ କୁ ଦେଖିଲେ ହେଲା, କିଛି ଗୋଟେ ଆର୍ଟ କୁ ଦେଖିଲେ ବା ପଢିଲେ କି ଶୁଣିଲେ ହେଲା, ଦର୍ଶକ ମାନେ ଯୋଉମାନେ ସବୁ ଦେଖୁଛନ୍ତି ବା ପାଠକଙ୍କ ମନରେ, ପାଠକ ମାନେ ଯୋଉମାନେ ପଢୁଛନ୍ତି ଦେଖିଲେ କିମ୍ବା ଶୁଣିଲେ କିମ୍ବା ଅନୁଭବ କଲେ, ମନରେ ଯୋଉ ପ୍ରକାରର ମୁଖ୍ୟ ଫିଲିଙ୍ଗ ବା ହଉଛି ଅନୁଭୂତି ହେଲା, ଯୋଉ ଅନୁଭୂତି ବା ଯୋଉ ଭାବନା ଆମର ସୃଷ୍ଟି ହୁଏ ତାକୁ ହିଁ ଆମେ ରସ ବୋଲି କହିଥାନ୍ତି। କିଛି ଗୋଟେ ଆର୍ଟ ଆମେ ଦେଖିଲେ, କିଛି ଗୋଟେ ଯେମିତି କି ଗୋଟେ ଛୋଟ ଛୁଆଟିକୁ ସେ ଗୋଟେ ବାଡଉଛି, ଆମେ କଣ କଲେ ସେ ଆର୍ଟ କୁ ଦେଖିକି ଆମ ମନ ରସ ଜାଗ୍ରତ ହେଲା କଣ କି ଆମକୁ ମନ ଦୁଃଖ ହେଲା, କରୁଣ ରସ ଜାଗ୍ରତ ହେଲା, ବହୁତ ଆମେ କଣ ହସିଲେ, ଇଏ ହଉଛି ଖୁସି ହେଲେ, ଶୃଙ୍ଗାର ରସ ଆସିଲା। ତ ଏମିତି ଆମର କଳାକୃତିକୁ ଯେତେବେଳେ ଆମେ ଦେଖିଥାନ୍ତି, ଆମ ଆର୍ଟ କୁ ଯେତେବେଳେ ଆମେ ଦେଖିଥାନ୍ତି, ସେତେବେଳେ କଣ ନା ତାଙ୍କୁ ଦେଖିଲା ପରେ ଆମ ମନରେ ଗୋଟେ ଭାବନାଟା ସୃଷ୍ଟି ହୁଏ, ଆଉ ଗୋଟେ ଅନୁଭୂତି ସୃଷ୍ଟି ହୁଏ, ତାକୁ ହିଁ ଆମେ ରସ ବୋଲି କହିଥାନ୍ତି। ଯଦି ଆମେ ଦେଖିବା ଭରତ ମୁନି ଯଦି ଆମେ ଦେଖିବା, ତ ଭରତ ମୁନି ହଉଛନ୍ତି କିଏ ସେ ନା ଯିଏ ଆମର ହଉଛି ବ୍ୟାକରଣ ଦେଇଥିଲେ, ରସ ପ୍ରିନ୍ସିପଲ ଦେଇଥିଲେ, ଏଗୁଡାକ ସବୁ ଦେଇଥିଲେ ହେଲା। ତ ଭରତ ମୁନି ଆମର କଣ କରିଛନ୍ତି ନା ତାଙ୍କ ନାଟ୍ୟ ଶାସ୍ତ୍ରରେ ରସ ତତ୍ଵ ବିଷୟରେ ବହୁତ ସାରା ବର୍ଣ୍ଣନା କରିଛନ୍ତି ହେଲା, ରସ ତତ୍ଵ ବିଷୟରେ ବର୍ଣ୍ଣନା କରିଛନ୍ତି। ଏଥିରେ ଦେଲା ତାପରେ ରସର ମୁଖ୍ୟ ଉପାଦାନ ଯୋଉଟା କି ଏଲିମେଣ୍ଟ ଅଫ ରସ କଣ ନା ତିନିଟା ଅଛି ଆମର କଣ ଏଲିମେଣ୍ଟ ଅଛି, କଣ କଣ ନା ଗୋଟେ ହଉଛି ବିଭାବ ରସ, ଆଉ ଗୋଟେ ଅନୁଭବ ରସ, ଆଉ ଗୋଟେ ସ୍ଥାୟୀ ରସ ହେଲା। ସବୁ ହଉଛି ବିଭାବ, ଅନୁଭାବ, ସ୍ଥାୟୀ ଭାବ। ଆଚ୍ଛା ବିଭାବ, ଅନୁଭାବ, ସ୍ଥାୟୀ ଭାବ ମାନେ କଣ ନା ହଉଛି ବିଭାବ କହିଲା ମାନେ ଯାହା ଆମର କଣ ନା ହଉଛି ଯୋଉ କାରଣରୁ ଆମର ମନରେ ରସ ସୃଷ୍ଟି ହୁଏ ସେଟା ହଉଛି ବିଭାବ ହେଲା। ବିଭାବ, ବିଭାବ ଯୋଉ କୁହାଉଛି ଯୋଉ କାରଣ, ଯୋଉ କାରଣ ପାଇଁ ମନରେ ରସ ସୃଷ୍ଟି ହୁଏ ତାକୁ କୁହନ୍ତି ବିଭାବସ। ଯୋଉଟା କି ଆ କୌଣସି ପ୍ରକାର ପରିବେଶ ହେଇଗଲା, କୌଣସି ପ୍ରକାର ନାୟକ କିମ୍ବା ନାୟିକାଙ୍କର କିଛି ଗୋଟେ କଣ ଆକ୍ଟିଂ ହେଇଗଲା, କିଛି ବି
ଯେଉଁ କାରଣରୁ ମନର ରସ ସୃଷ୍ଟି ହେଲା ସେଇଟାକୁ କହିବା ବିଭାବକ। ଅନୁଭବ ଅନୁଭବ କାହାକୁ କହିବା ନା ଅନୁଭବ କହିଲା ମାନେ ରସ କଣ ସୃଷ୍ଟି ହେବା ପରେ ଶରୀରରେ ଯେଉଁ ବାହ୍ୟ ପ୍ରତିକ୍ରିୟା ଦେଖାଯାଏ ଯୋଉଟା କି ଆମେ ଫିଲିଙ୍ଗସ୍ ବୋଲି କହନ୍ତି ସେ ଫିଲ୍ ହେଲା ପରେ ଆମେ ଯୋଉଟା କଣ ପ୍ରତିକ୍ରିୟା ପ୍ରଦାନ କରିଥାନ୍ତି ବା ଯାହାକୁ ଆମେ ବାହାରକୁ ଆମେ କିଛି ଗୋଟେ ହସ ଇମୋଜି ଦେଖିଲେ ଆମ ଭିତରେ ରସ ସୃଷ୍ଟି ହେଲା କଣ ଆମେ ଖୁସି ହେଲେ କିନ୍ତୁ ବାହାରକୁ ଆମେ କଣ କରିବା ହସିବା ତ ସେଇ ହସିବାଟାକୁ ହିଁ ଆମେ ଅନୁଭବ ବୋଲି କହିଲେ ହେଲା। କି ଗୋଟେ କିଛି କାନ୍ଦ ଦିଆ ହେଇଛି ଆମେ ତାକୁ ଦେଖିଦେଲେ ହଠାତ୍ ମନ ଭିତରେ କଣ ନା ହଉଛି କରୁଣ ରସ ଜାଗ୍ରତ ହେଲା। ଜାଗ୍ରତ ହେବା ପରେ କଣ କରିବା ଆମେ ଆମେ ସେ ଫିଲିଙ୍ଗସ୍ ଟାକୁ ତ ବ୍ୟକ୍ତ କରିବା ନା ଯୋଉ ମାଧ୍ୟମରେ ଆମେ ବ୍ୟକ୍ତ କଲେ ସେଇଟାକୁ ହିଁ ଆମେ ଅନୁଭବ ବୋଲି କହିଲେ। କାନ୍ଦିବା ହେଲା। ସ୍ଥାୟୀ ଭାବ କଣ ନା ସ୍ଥାୟୀ ଭାବ କହୁଛି ଯେଉଁ ଭାବନା ମଣିଷ ମନରେ ସବୁବେଳେ ସୁପ୍ତ ଅବସ୍ଥାରେ ଥାଏ ହେଲା। ସୁପ୍ତ ଅବସ୍ଥାରେ ମାନେ କଣ ଶୋଇ ରହିକି ଥାଏ ହେଲା। ଉପଯୁକ୍ତ ସମୟରେ ରସରେ ପରିଣତ ହେଇଯାଏ। ହଠାତ୍ କିଣା ଗୋଟେ କିଛି ଗୋଟେ ଦେଖିବ ହଠାତ୍ କିଣା ତମ କାନ୍ଦ ପଳେଇ ଆସିବ। ହଠାତ୍ କିଛି ଗୋଟେ ମାନେ ରହିଲା ସେ ସବୁ ଜିନିଷ ତମ ମନ ଭିତରେ ଅଛି ହେଲା ସ୍ଥାୟୀ ଭାବରେ ଅଛି। ଖାଲି କଣ ହବ ହଠାତ୍ କିଛି ଗୋଟେ ଅବସ୍ଥାକୁ ଦେଖିକି ସେଟା ଯେତେବେଳେ ଜାଗ୍ରତ ହଉଛି ସେଟାକୁ ଆମେ ସ୍ଥାୟୀ ଭାବ ବୋଲି କହୁଛନ୍ତି। ବୁଝି ହେଲା। ଗୋଟେ ହେଲା ବିଭାବ ଆଉ ଗୋଟେ ହେଲା ଅନୁଭାବ ଆଉ ଗୋଟେ ହେଲା ସ୍ଥାୟୀ ଭାବ। ବିଭାବ କଣ ଯେଉଁ କାରଣରୁ ରସ ସୃଷ୍ଟି ହୁଏ। ଅନୁଭବ କଣ ନା ଯୋଉଟା ରସ ସୃଷ୍ଟି ହେବା ପରେ ଶରୀରରେ ଯେଉଁ ବାହ୍ୟ ପ୍ରତିକ୍ରିୟା ଆମେ ଦେଖିଥାନ୍ତି ସେଟା ହଉଛି ଅନୁଭବ। ସ୍ଥାୟୀ ଭାବ କଣ ଯୋଉ ଭାବନା କି ଆମ ମନରେ ଥାଏ କିନ୍ତୁ ସୁପ୍ତ ଭାବରେ ଥାଏ। ସୁପ୍ତ ଭାବରେ ଥିବା ଅବସ୍ଥାରେ ଆମେ ଯଦି ଉପଯୁକ୍ତ ସମୟରେ ବା କୋଉ ସିଚୁଏସନକୁ ଦେଖିକି ଆମେ ବାହାର କରନ୍ତି ତାକୁ ଆମେ ସ୍ଥାୟୀ ଭାବ ବୋଲି କହିବା ହେଲା। ବୁଝିପାରିଲ ନା ନାଇଁ? ବୁଝିଲା ମ୍ୟାମ ଆଉ ଥରେ ଟିକେ ବୁଝେଇଦେବେ ଲାଷ୍ଟ। ବୁଝିପାରିଲ ନା ହଁ ଆଉଥରେ କହିଦଉଛି। ତ ଆମର ରସ ମାନେ ହଉଛି ଗୋଟେ ମାନସିକ ସ୍ଥିତି ହେଲା। କୌଣସି କଳାକୁ ଦେଖିଲେ ବା ପଢିଲେ କି ଶୁଣିଲେ ଆଉ କିଛି କଲେ ଆମ ମନରେ ଯାହା ଆସେ ଭାବନା ଆସେ ବା ଅନୁଭୂତି ସୃଷ୍ଟି ହୁଏ ତାକୁ ଆମେ ରସ ବୋଲି କୁହନ୍ତି। ତ ଭରତ ମୁନିଙ୍କର ନାଟ୍ୟ ଶାସ୍ତ୍ରରେ ସେ ରସ ବିଷୟରେ ଉଲ୍ଲେଖ କରୁଛନ୍ତି। ତ ସେଇ ହିସାବରେ ଆମେ ଦେଖିବା ତାର ତିନିଟା ଏଲିମେଣ୍ଟ ଅଛି ହେଲା ମୁଖ୍ୟ ଉପାଦାନ ଅଛି। ତ କେମିତି କଣ ରସ ହୁଏ କେମିତି ସୃଷ୍ଟି ହୁଏ କେମିତି ଦେଖାଯାଏ ଏମିତି ତ ଆମର ତିନିଟା ଅଛି। ତିନିଟା ଗୋଟେ କଣ ନା ବିଭାବ ଅନୁଭାବ ହେଲା ସ୍ଥାୟୀ ଭାବ ତିନିଟା ଅଛି। ବିଭାବ କହିଲେ କଣ ନା ଯେଉଁ କାରଣରୁ ଆମର ରସ ସୃଷ୍ଟି ହେଲା। ଧର ତମ ପାଖରେ ଗୋଟେ ଇମେଜ ଟେ ଆସିଗଲା ଯୋଉଟା କି ଗୋଟେ ଛୁଆଟିକୁ ବାଡେଇବାର ଇମେଜ ହେଲା। ତ ସେଟା ଯେତେବେଳେ ଦେଖୁଛ କଣ ସେଇ ଜିନିଷଟା ସେଇ ଇମେଜ ଟା ହିଁ ବିଭାବ। ଯୋଉ କାରଣରୁ ମନ ସୃଷ୍ଟି ହେଲା ମନ ସୃଷ୍ଟି କୋଉ କାରଣରୁ ହେଲା ସେ ଫଟୋ ଦେଖିକି ହେଲା। ତ ସେ ଫଟୋଟା ହିଁ ହଉଛି ବିଭାବ। ଅନୁଭବ କଣ ରସ ସୃଷ୍ଟି ହେବା ପରେ ବା ତମେ ଦେଖିଲ ତମ ମନରେ ରସ ସୃଷ୍ଟି ହେଲା। ରସ ସୃଷ୍ଟି ହେବା ପରେ ଶରୀରରେ କଣ ପ୍ରତିକ୍ରିୟା ତ ଯାହା ହେଲେ ବି ଦେଖାଦବ ନା। ତମେ କିଛି ଗୋଟେ ଦେଖିଲ ଦେଖି ସାରିଲା ପରେ କିଛି ଗୋଟେ ତ ପ୍ରତିକ୍ରିୟା ଦବ ହେଲା। ସେ ଯୋଉ ପ୍ରତିକ୍ରିୟା ଟା ତମେ ଦଉଛ ସେଟା ହସ ମାଧ୍ୟମରେ ଦିଅ କି କାନ୍ଦ ମାଧ୍ୟମରେ ଦିଅ ଯାହା ବି ଦିଅ। ତ ସେଇ ଜିନିଷଟାକୁ ହିଁ ଅନୁଭବ ବୋଲି କୁହାଯାଏ ହେଲା। ଅନୁଭବ ବୋଲି କୁହାଯାଏ। ସ୍ଥାୟୀ ଭାବ ପୁଣି କଣ ନା ସ୍ଥାୟୀ ଭାବ ହଉଛି ଯୋଉ ଭାବନା ଟା ମଣିଷ ମନରେ ଅଲରେଡି ଥାଏ ସବୁବେଳେ ପାଇଁ କିନ୍ତୁ ସୁପ୍ତ ଅବସ୍ଥାରେ ଥାଏ। ହଠାତ୍ କିନା କିଛି ଗୋଟେ ଦେଖିଦେଲ କାନ୍ଦିଲ ହଠାତ୍ କିନା କିଛି ଦେଖିଦେଲ ହସିଲ। ତ ଏଇଟା ହଉଛି ସ୍ଥାୟୀ ଭାବକୁ ବୋଲି ବୁଝାଏ। ବୁଝିପାରିଲ ଏଥର? ଆଜ୍ଞା। ହଁ। ତାପରେ କଣ କହିଛି ନବରସ। ନବରସ ଆଣ୍ଡ ଇଟ୍ସ ଭେରିଏଣ୍ଟ। ତ ଏଥିରେ କହିଲା ଶୃଙ୍ଗାରମ ହାସ୍ୟମ୍ ରୁଦ୍ରମ କରୁଣ୍ୟମ୍ ବିଭତ୍ସମ ଆଉ ଗୋଟେ ହେଲା ଭୟଙ୍କରମ ବୀରମ ଶାନ୍ତ ବାପି ଆଉ ଗୋଟେ ହଉଛି ଅଦ୍ଭୁତ ହେଲା। ଆମର ଏଇଟା କେତୋଟି 9ଟି ଆମର ଶୃଙ୍ଗାର ରସ ଅଛି। ତ କଣ ନା ହଉଛି ଶୃଙ୍ଗାରମ କହିଲା ମାନେ ଶୃଙ୍ଗାର ରସ କହୁଛି ସରି ଭୁଲ କହିଲି ନବରସ ଅଛି ହେଲା। ଶୃଙ୍ଗାରମ କହିଲା ମାନେ ଯୋଉଟା କି ପ୍ରେମ ଆଉ ସୌନ୍ଦର୍ଯ୍ୟକୁ ବୁଝାଇଥାଏ ହେଲା। ଶୃଙ୍ଗାରମ ତାକୁ କୁହାଗଲା ଶୃଙ୍ଗାର ରସ। ଆଉ ଗୋଟେ ଅଛି ହାସ୍ୟମ୍। ହାସ୍ୟମ୍ ଏଇ ଯୋଉ ମ ଲାଗିନି ଲାଷ୍ଟକୁ ସଂସ୍କୃତ ଟର୍ମ ବୋଲି ଲାଷ୍ଟକୁ ମ ଲାଗିଛି ହେଲା। ତ ହଉଛି ହାସ୍ୟମ୍ କଣ ଯୋଉଟା କି ହସ କୌତୁକ ହସ ଏସବୁକୁ ବୁଝାଏ ହାସ୍ୟ ବା ହାସ୍ୟ ରସ।
ତାପରେ ଦେଇଛି ରୌଦ୍ରମ କହିଲା ମାନେ ରୁଦ୍ର, ଯୋଉଟା କି ରୌଦ୍ର ରସ କଣ ନା ରୌଦ୍ର ଅବତାର ନିଅନ୍ତି ଆମ ଭଗବାନ। କଣ କହନ୍ତି? ରାଗି ପ୍ରବଳ ରୌଦ୍ର ଅବତାର ନେଲା ପରେ ତ ସେଟାକୁ ରୌଦ୍ର ବୋଲି କୁହାଯାଏ। ରୌଦ୍ର କଣ ନା କ୍ରୋଧ ବା ରାଗ ବୋଲି ଆମେ କହନ୍ତି। ରୌଦ୍ରମ ରାଗ। କରୁଣ କରୁଣ କହିଲା ମାନେ କଣ? କରୁଣମ କହିଲେ କଣ ନା ଦୟା, ଶୋକ, ଦୁଃଖ ହେଲା। କିଛି ଗୋଟେ କାନ୍ଦ, ଶୋକ ହେଇଗଲା, ଦୁଃଖ ହେଇଗଲା, ଦୟା ଭାବ ହେଇଗଲା, ସବୁ କରୁଣ। ତ କରୁଣମ ଗଲା। ତାପରେ ହଉଛି କଣ ଦେଇଛି? ବିଭତ୍ସମ କହିଲା ମାନେ କଣ? ବିଭତ୍ସ ରସ। ବିଭତ୍ସ ରସ କହିଲା ମାନେ ଘୃଣାକୁ ବୁଝାଏ। ଘୃଣା ହେଲା, ଏଟା ବି ଗୋଟେ ଭାବନା। ତାପରେ ଲେଖିଛି ଭୟାନକମ ମାନେ ହଉଛି କଣ? ଭୟାନକ ରସ, ଯୋଉଟା କି ଭୟ ବା ଡରକୁ ବୁଝାଇଥାଏ ହେଲା। ତାପରେ ହଉଛି କହିଛି କଣ? ବୀର କହିଲା ମାନେ ବୀରମ ହଉଛି ସାହସ ବା ବୀରତ୍ୱକୁ ବୁଝାଇଥାଏ ହେଲା। ତାପରେ ହଉଛି କଣ? ଶାନ୍ତ କହିଲା ମାନେ ଶାନ୍ତି ବା ମାନସିକ ସ୍ଥିରତାକୁ ବୁଝାଇଥାଏ, ଶାନ୍ତ ରସ। ଆଉ ଗୋଟେ ଲାଷ୍ଟ ଦେଇଛି ଅଦ୍ଭୁତ ରସ, ଯୋଉଟା କି ଆମେ ଆଶ୍ଚର୍ଯ୍ୟ ବା ବିସ୍ମୟ ଚକିତ ହବାକୁ ବୁଝାଇଥାଏ। ଏଇଟା ହଉଛି ଆମର ଆଶ୍ଚର୍ଯ୍ୟ ରସ। ଏଇଠି ଆମକୁ ଦେଖ ଏଇଠି ହେଲା। ଏଇଠି ଅଛି ଫାର୍ଷ୍ଟ ଅଛି କଣ? ଶୃଙ୍ଗାର ରସ। ପୁରା ସଜବାଜ ହେଇକି ଶୃଙ୍ଗାର ନାଇକି ପୁରା ଅଛି। ହାସ୍ୟମ, ଯୋଉଟା କି ହସୁଛି ଦେଖ, ଏଟା ଗୋଟେ ନାଟ୍ୟକର, ଏଇଟା ଏମିତି ଅଛି। ଏଟା ହେଲା ହାସ୍ୟମ। ରୌଦ୍ରମ ଦେଖ ପୁରା ରାଗି ଯାଇଛି ହେଲା, ରାଗି ଯାଇଛି ପୁରା ରୌଦ୍ରମ। କରୁଣମ, ଯୋଉଟା କି ମନ ଦୁଃଖ କରୁଛି, କରୁଣମ। ବିଭତ୍ସ ଘୃଣା, ଦେଖ ଏଇଟା ଘୃଣା କରୁଛି, ଏଟାକୁ ଦେଖ ଘୃଣା କରୁଛି ହେଲା। ତାପରେ ଭୟାନକମ ମାନେ ପୁରା ଡରି ଯାଇଛି। ଭୟ କରିଦେଇଛି, ଡରି ଯାଇଛି ପୁରା। ତାପରେ କହିଛି କଣ? ସାହସ ବା ବୀରତ୍ୱ। ଏଇଟା ହଉଛି ଆମର ବୀରତ୍ୱ ଦେଖଉଛି ବା ସାହସ ଦେଖଉଛି ଏଇଟା। ତାପରେ କହିଛି କଣ? ଶାନ୍ତ କହିଲା ମାନେ ଶାନ୍ତିରେ ଆଖି ବୁଜିକି ବସିছে। ତାପରେ ଅଦ୍ଭୁତ ମାନେ ଆଶ୍ଚର୍ଯ୍ୟଚକିତ ହେଇଯିବା ବା ବିସ୍ମୟତା ପ୍ରକାଶ କରିବା, ଇଏ ହେଲା ଆମର ହାସ୍ୟ ହେଲା। ଏଇଟା ହଉଛି ନବରତ୍ନ। ଦେଖିଲ, ବୁଝିପାରିଲ? ଆଜ୍ଞା ମ୍ୟାମ୍। ଆଉ ଏଇ ନବରସ କ୍ୱେଶ୍ଚିନ୍ ପଚାରେ ହେଲା, ପ୍ରିଭିୟସ୍ ଇୟର କ୍ୱେଶ୍ଚିନ୍ ପଚାରିଛି ଏଇଟା। ଏ ନବରସର କ୍ୱେଶ୍ଚିନ୍ ଯାହା ହେଲେ ବି ଆସେ, ଏଇଟା ମନେ ରଖିଥିବ। ସମସ୍ତେ ବୁଝିପାରିଲ ନା? କିଛି ଡାଉଟ୍ ରହିଲା କର। ବୁଝିଲା ମ୍ୟାମ୍। ଓକେ, ନୋଟ। ତାପରେ ଦେଇଛି ଇମ୍ପୋର୍ଟାଣ୍ଟ ଅଫ ଆର୍ଟ ଏଜୁକେସନ। କଣ ଇମ୍ପୋର୍ଟାଣ୍ଟ ସବୁ ଅଛି ନା ଲେଖିছে ଷ୍ଟ୍ରଙ୍ଗ ଆର୍ଟ ଏଜୁକେସନ ପ୍ରମୋଟ ଦ ସ୍କିଲ୍ ଚିଲଡ୍ରେନ୍ ନିଡ୍ ଟୁ ଏ ସକ୍ସେସ୍। ଗୋଟେ ଷ୍ଟ୍ରଙ୍ଗ ଏଜୁକେସନ, ଗୋଟେ ଷ୍ଟ୍ରଙ୍ଗ ଏଜୁକେସନ ପ୍ରମୋଟ କରିପାରିବ କଣ? ଗୋଟେ ସ୍କିଲ୍ ଡେଭଲପ କରିବାରେ କାହାର ନା ଚିଲଡ୍ରେନ୍ ର ହେଲା, ଚିଲଡ୍ରେନ୍ ର ସ୍କିଲ୍ ଡେଭଲପମେଣ୍ଟ କରିବାରେ ସାହାଯ୍ୟ କରିପାରିବ। ତ ଏକ୍ସପୋଜ ଟୁ ଆର୍ଟ ଏଜୁକେସନ ପ୍ରମୋଟ ସେଲ୍ଫ ଡିରେକ୍ସନ ଲର୍ଣ୍ଣିଂ। ଯେମିତି କଣ ନା ଆମେ କିଛି ଗୋଟେ ଆର୍ଟ କରିକି ଆମେ ଯେମିତି ସେଲ୍ଫ ଲର୍ଣ୍ଣିଂ ମଧ୍ୟ କରିପାରିବା। ଇମ୍ପ୍ରୁଭ ସ୍କୁଲ ଆଟେଣ୍ଡାନ୍ସ ଆଣ୍ଡ କ୍ରିଟିକାଲ ଆଣ୍ଡ କ୍ରିଏଟିଭ ସ୍କିଲ୍। ଆମେ କଣ କରିବା ନା ହଉଛି ଆମେ କିଛି କିଛି ଜିନିଷ ଆମେ ପଢା ସହିତ ମଧ୍ୟ ହଉଛି କଣ କ୍ରିଏଟିଭ ସ୍କିଲ୍ ମଧ୍ୟ ଆମର ଡେଭଲପ କରିପାରିବା, ଯାହା ଦ୍ୱାରା କି ଆଗକୁ କଣ ନା ଆମେ କିଛି ଗୋଟେ କରିପାରିବା। In fact, several recent studies have concluded that the creative and the innovation utilized in the process will be highly valued by employers in the United States in the coming years as we continue shift into a global economy। ତ ହଉଛି ଆମର କଣ ନା ହଉଛି ଆମେ ଯଦି କଣ ଗୋଟେ କ୍ରିଏଟିଭ ମ୍ୟାମ୍ ଟିକେ ରଖିବା, ଭଏସ୍ ଥିଙ୍କିଙ୍ଗ ରଖିବା। ଭଏସ୍ ଆସୁନି?
नो मैम। तो वाईफाई कली कथे आसुनी। ଟିକେ ମ୍ୟାମ୍ ମଝିରେ ମଝିରେ କଟ୍ ହଉଛି। ଆରେ ପ୍ରୋବ୍ଲେମ ହଉଛି ଏଠି ପାଇଁ ମତେ ପ୍ରୋବ୍ଲେମ ଟା। ହଉ ଏବେ ଆସୁଛି ତ? ଆଜ୍ଞା ମ୍ୟାମ୍। ହଁ। Conclude creative in innovation utilized in the artistic process will be highly valued by employee employee in the state in coming year as we continue to shape economy। ଆମେ ହଉଛି କଣ ଯଦି ଆମେ ଏମିତି ଆର୍ଟ କରିବା ତାହେଲେ ହଉଛି କଣ ଆମେ ଆଗକୁ ଷ୍ଟଡି ଇଏରେ ବହୁତ ଆଗକୁ ଯିବା ଗୋଟେ ଗ୍ଲୋବାଲ ଇକୋନୋମିକ କ୍ଷେତ୍ରରେ ଆମେ ବହୁତ ହଉଛି କଣ ନା ହଉଛି ଉପରକୁ ଯିବା ଆମେ ଆର୍ଟ ଏଜୁକେସନ କ୍ଷେତ୍ରରେ। ଟିଚର ଆର୍ ଦ ଫର୍ଷ୍ଟ ଟୁ ପଏଣ୍ଟ ଆଉଟ how creative art progress have strongly influenced their students self-image and increase their academic success in the areas of math, science and language art। तो गोटे टीचर टे फर्स्ट पॉइंट आउट करबा दरकार किपरि हमर होचे कोन क्रिएटिव आर्ट गुडा को प्रोग्राम केमति डेवलप हेई परिबो स्ट्रांगली केमति इन्फ्लुएंस करि परिबो स्टूडेंट मानक भितरे तांकर होचे निजर माने ये करबा निजे भितरे होचे सेल्फ इमेज को इंक्रीज करबा एकेडमिक सेशन हो किबा तांकर होचे जेमति कि करिकुलम रे जेमति कि मैथ हेगला साइंस हेगला लैंग्वेज हेगला ए सब क्षेत्र रे केमति आर्ट को कोन करबे ना होचे मिसेबे से गुडा होचे कार ना टीचर रा दायित्व। 10 way that the art help kids learn grow। କଣ ନା 10ଟା ବେଳେ ଆମକୁ ହେଲ୍ପ କରିଥାଏ କଣ ନା ହଉଛି ଆର୍ଟ କିଡ୍ସ ମାନଙ୍କୁ ଗ୍ରୋଥ କରିବାରେ। ଗୋଟେ ହଉଛି କଣ କ୍ରିଏଟିଭିଟି ଦିମାଗ ତାଙ୍କର ହଉଛି ବଢିଥାଏ ସେମାନେ ହଉଛି ଆର୍ଟ ଦ୍ଵାରା କଣ ବହୁତ ଜିନିଷ ଶିଖି ପାରିଥାନ୍ତି। ଯଦି ଆମେ କହିବା କି ହଁ ଗୋଟେ ଆର୍ଟ କମ୍ପିଟିସନ ଟେ ଅଛି ତମକୁ ଫୁଲ ସେ ଯେତେବେଳେ କହିବେ କି ତମ ଫ୍ଲାୱାର ସେଠି ଫ୍ଲାୱାର ଅଛି କେତେ ପ୍ରକାର ଆଣିଥିବ ସେ କହିବ ନାଇଁ ମୁଁ ଏଠି ଗୋଟେ ଲଟାଟେ କରିଦେବି ଏଠି ମୁଁ ଆଉ ଗୋଟେ ପରସ୍ତର ଗୋଟେ କଣ ନା ହଉଛି ତାର ପେଟାଲ୍ସ ଆଙ୍କି ଦେବି ଏଠି ମୁଁ ଏଇ କଲର କମ୍ବିନେସନ ରେ ଦେଇଦେବି ଏମିତି କହିଲା ମାନେ କ୍ରିଏଟିଭିଟି ତାଙ୍କର ବଢିବ ନିଜ ନିଜ ହିସାବରେ ସେମାନେ କରୁଛନ୍ତି। ଇମ୍ପ୍ରୁଭଡ ଆକାଡେମିକ ପରଫର୍ମାନ୍ସ ମଧ୍ୟ କଣ ହବ ଇମ୍ପ୍ରୁଭ ହବ। ମୋଟର ସ୍କିଲ୍ସ ହାତ ଫାତରେ ଯେହେତୁ କରୁଛନ୍ତି ହାତ ଗୋଡ ଏଇ ସବୁ ମୋଟର ସ୍କିଲ ଡେଭଲପମେଣ୍ଟ ହବ। କନଫିଡେନ୍ସ ମଧ୍ୟ ବୁଷ୍ଟ ହବ ସେମାନେ କନଫିଡେଣ୍ଟ ଆସିବେ କି ହଁ ମତେ ଯଦି ହଠାତ୍ କିଛି ଗୋଟେ କିଛି ଜିନିଷ ଦିଆଯାଏ ତ ସାଙ୍ଗେ ସାଙ୍ଗେ ଭିତରେ ମୁଁ କିଛି ଗୋଟେ କରିପାରିବି ତ କନଫିଡେନ୍ସ ବିଲ୍ ବି ହୁଏ କି ହଁ ମୋ ଦ୍ଵାରା ଏଇଟା ହେଇପାରିବ ମୁଁ ବହୁତ ସୁନ୍ଦର କରୁଛି। ଭିଜୁଆଲ ଲର୍ଣ୍ଣିଂ ଆମର ଯୋଉ ଭିଜୁଆଲ ଲର୍ଣ୍ଣିଂ ମଧ୍ୟ ଡେଭଲପମେଣ୍ଟ ହେଇଥାଏ ପିଲାମାନଙ୍କର। डिसीजन मेकिंग ସେମାନେ ନିଜେ ନିଜେ ଡିସିଜନ ମେକ୍ କରିଥାନ୍ତି କି ହଁ ମତେ ଏମିତି ଫୁଲ ବାଗେଇବାର ଅଛି ମତେ କାର୍ଟୁନ ଟାକୁ ଏମିତି ନବାର ଅଛି ଏମିତି କରିବାର ଅଛି ତ ନିଜେ ନିଜେ ଡିସିଜନ ମେକ୍ କରିଥାନ୍ତି। ଏବଂ କଣ ନା ହଉଛି କଣ ନା ପରସିଭରାନ୍ସ ଯୋଉଟା କି ଆମର ହଉଛି କଣ ନା ସେ ନିଜେ ନିଜେ ପରସୁଟ କରନ୍ତି କି ହଉଛି ହଁ ମତେ ଏଇ ଜିନିଷ ଟା ଏମିତି କରିବାର ଅଛି ମାନେ ଆଉଟଲାଇନ ନବାର ନାହିଁ ମତେ ଭିତରେ ହିଁ କରିବାର ଅଛି ଏମିତି ଆଉ ଗୋଟେ ଜିନିଷରେ ଫୋକସ ମଧ୍ୟ ରହିଥାଏ। ମାନେ ସେ କୋଉଥିରେ ବିଚଳିତ ହୋଇନଥାନ୍ତି ଯଦି କୌଣସି ପ୍ରକାର ଆର୍ଟ ର ଆମର କିଛି ଗୋଟେ ଏକ୍ଜାମ ହଉଛି ସେମାନେ ପୁରା ଫୋକସ ର ସହିତ କାମଟାକୁ କରିଥାନ୍ତି। ହେଲା ଫୋକସ ର ସହିତ କାମଟାକୁ କରିଥାନ୍ତି ତାପରେ ହଉଛି କୋଲାବୋରେସନ ମିଶିକି ସମସ୍ତେ ହଉଛି କରନ୍ତି କୋଲାବୋରେସନ ଡେଭଲପମେଣ୍ଟ ହେଇଥାଏ ଆଉ ଗୋଟେ ଆଫୋର୍ଡେବିଲିଟି ରହିଥାଏ ମାନେ ହଉଛି ନିର୍ଦ୍ଦିଷ୍ଟତା ରହିଥାଏ ଆଉ ହେଲା। ଆଚ୍ଛା ଏ ସବୁ ଆମର କଣ କୋଉ ଥାଏ ପ୍ରିନ୍ସିପଲ କଣ ଏଇଗୁଡାକ ସବୁ ଆମ ପଢିଲା ହେଲା ତାପରେ